ଖଣି ଶିଳ୍ପ ବହୁତ ଆମେ କଲେଣି କାଢୁଛେ କେଉଁଝର ଲୋକଙ୍କର କ'ଣ ଲାଭ ହେଇଛି ଦେଖନ୍ତୁ ଆମେ କମନ ମ୍ୟାନ୍ କଥା ମୁଁ କହୁଛି ଆପଣଙ୍କର ଖଣି ମାଲିକମାନେ ଲାଭବାନ ହେଇଛନ୍ତି ମ୍ୟାନେଜର ମାନେ ଲାଭବାନ ହେଇଛନ୍ତି କମନ ମ୍ୟାନ୍ ସେଠି ଯକ୍ଷ୍ମା ରୋଗରେ ପଡୁଛି ସେଇ ଜାଗାରେ ଆପଣ ଆଉ ସରକାର ସେଠି ଗରିବ ବେଶୀ ଅଛି ସେଇ ଯେଉଁ ଅସୁବିଧା ଆପଣ କହୁଛନ୍ତି ସେଥିପାଇଁ ଆପଣ ଯାହାଙ୍କୁ ନିର୍ବାଚିତ କରି ଶାସନ ଭାର ଦେଇଥିଲେ ତାଙ୍କୁ ପ୍ରଶ୍ନ କରିବା କଥା ଯେ ଆପଣ ତାଙ୍କ ଖଣି ତାଙ୍କ ଘର ବାଡ଼ିପଟରୁ ସବୁ ତାଡ଼ିକିରି ନେଇ ଆସି ବିକିଦେଲେ ସିଏ ଯାହା ଥିଲେ ତାଠୁ ଆହୁରି ତାଙ୍କର ଅବସ୍ଥା ଖରାପ ହେଲା ବରଂ ଗରିବ ଥିଲେ ଜଙ୍ଗଲରୁ ଯାହା ଯାହା ରୋଜଗାର କରିକି ଚଳୁଥିଲେ ସେଇଥିରେ ବର୍ତ୍ତମାନ ଜଙ୍ଗଲ ଗଲା ମିନେରାଲ୍ସ ଗଲା ଏବଂ ପଲ୍ୟୁସନ୍ ଖାଇଲେ ତେଣୁ ତାଙ୍କ ଅବସ୍ଥା ଆହୁରି ଖରାପ ହେଲା କିନ୍ତୁ ଏ ପ୍ରଶ୍ନ ଯେଉଁମାନେ ଚୋରି କରିକିରି ନେଲେ ବା ଲୁଟ୍ କରିକିରି ନେଲେ ବା ଆଇନ ସମ୍ମତ ଭାବରେ ନେଲେ ତାଙ୍କୁ ପଚାରିବା ଅପେକ୍ଷା ଏ ପ୍ରଶ୍ନ ସରକାରଙ୍କୁ ପଚାରିବା ଉଚିତ ଥିଲା ଆପଣ କରୁଛନ୍ତି କ'ଣ ତାଙ୍କ ଭୋଟ ଆଣିଲା ବେଳକୁ ତ 3 ଥର ପହଞ୍ଚି ଯାଉଛନ୍ତି ତେଣୁ ତାଙ୍କ ଅବସ୍ଥା ପରିବର୍ତ୍ତନ କରିବା ପାଇଁ କାହିଁ କଲେ ସରକାର ଯଦି ଅତି କମରେ ତାଙ୍କୁ ସ୍କିଲ୍ଡ ଲେବରର କରିଥାନ୍ତେ ତାହେଲେ ତାଙ୍କର ବରଂ ଲାଭ ହୋଇଥାନ୍ତା ସେଇ ଖଣିରେ ଚାକିରି ନ କରିକି ବା ନିଯୁକ୍ତି ନ କରିକି ସେ ଓଡ଼ିଶା ବାହାରକୁ ଯାଇପାରିଥାନ୍ତେ ସରକାର ତାଙ୍କ ଆଡ଼କୁ ଦୋଷ ମାନେ ନଜର ବି ଦେଲେ ଆମେ ନାହିଁ ଦାଦନ ବନେଇଦେଲେ ସେମାନଙ୍କୁ ରୋଗ ଦେଇଦେଲେ ସେମାନଙ୍କୁ ଦାଦନ ଆମେ କରିଦେଲେ ହଁ। ସେମାନଙ୍କୁ ଦାଦନ ଆମେ କରିଦେଲେ କିନ୍ତୁ କିଛି ଲୋକ ଲାଭବାନ କିଛି ଲୋକ ଲାଭବାନ ହେଲେ ମୁଁ ଆଉ ଗୋଟିଏ ଦିଗ ଆପଣଙ୍କୁ କହିବା ପାଇଁ ଚାହିଁବି ଏଇ ଉତ୍କର୍ଷ ଓଡ଼ିଶା ପରିପ୍ରେକ୍ଷୀରେ ମୁଁ କହିବା ପାଇଁ ଚାହିଁବି ଏଇଠି ଖାଲି ମୁଁ ଟିକେ କହିଦେଉଛି ହଁ ଯେଉଁ ଖଣିର ଉଦାହରଣ ଦେଇକିରି ଆପଣ ପଚାରିଲେ ସେଠି ଖଣି ତାଡ଼ିକିରି ଆମେ କେବଳ ବିକୁଛେ ସେଠି ଭ୍ୟାଲ୍ୟୁ ଆଡିସନ୍ ହେଉନି ହୁଁ କିନ୍ତୁ ଭ୍ୟାଲ୍ୟୁ ଆଡିସନ୍ କହିଲେ ଧରନ୍ତୁ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ହେଲା ସେଠି ଆଇରନ୍ ଓରର ଭ୍ୟାଲ୍ୟୁ ଆଡିସନ୍ ହେଉଛି ସେ ଯେଉଁ ଭ୍ୟାଲ୍ୟୁ ଆଡିସନ୍ ପ୍ରୋଜେକ୍ଟ ଯେତେବେଳେ ହେବ ସେଠି ଭେରାଇଟିଜ୍ ଅଫ୍ ସ୍କିଲ୍ ଲୋକ ଦରକାର ପଡ଼ିବେ ଭେରାଇଟିଜ୍ କିଏ ଇଲେକ୍ଟ୍ରିସିଆନ୍ ହେଇଥିବ କିଏ ଇଞ୍ଜିନିୟର ହେଇଥିବ କିଏ କମ୍ପ୍ୟୁଟର ଚଲେଇ ପାରୁଥିବ କିଏ ମେସିନ୍ କାମ କରିପାରୁଥିବ ଏମିତି ଭେରାଇଟିଜ୍ ଅଫ୍ ସ୍କିଲ୍ ଲୋକ ଦରକାର ଯେଉଁଟାକୁ ସରକାର ଏବେଠୁ ଅନ୍ତତଃ ପ୍ରସ୍ତୁତ କରି ରଖିବା କଥା ଆଜି ନହେଲେ ବି କାଲି ସେମାନେ କୌଣସି ନା କୌଣସି ଜାଗାରେ ନିଯୁକ୍ତି ପାଇପାରିବେ ଓଡ଼ିଆ ଲୋକ ତା ଦ୍ୱାରା ବେନିଫିଟେଡ୍ ହେବେ ମୁଁ ଆଉ ଗୋଟିଏ ଦିଗ ଆପଣଙ୍କୁ କହିବା ପାଇଁ ଚାହିଁବି ଆପଣ ଦେଖନ୍ତୁ ମୁଁ ଜଗତସିଂହପୁରର ଆପଣ କେନ୍ଦ୍ରାପଡ଼ାର ଆପଣଙ୍କ ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ବି ଶିଳ୍ପ ହେଇନି ସ୍ୱାଧୀନତାର 75 ବର୍ଷ ଅତିକ୍ରମ ହେଇସାରିଲାଣି ମୁଁ କେବଳ ଗୋଟିଏ କଥା କହିବା ପାଇଁ ଚାହିଁବି ଯେ ଆମ ଗାଁରେ ଜଗତସିଂହପୁରରେ ତିର୍ତ୍ତୋଲରେ ଗୋଟେ ସୂତା କଳ ଥିଲା ଆମେ ଦେଖିଛୁ ପିଲାଦିନେ ଆମ ଗାଁରୁ ଲୋକମାନେ ଯାଇ 8 ଘଣ୍ଟା କାମ କରି ମାସକୁ କିଛି କିଛି ପଇସା ପାଉଥିଲେ ସୂତା କଳ ବନ୍ଦ ହେଇଗଲା ମୋର ପ୍ରଶ୍ନ ହେଉଛି ଓଟିଏମ୍ ତ ବହୁତ ଦିନରୁ ବନ୍ଦ ହେଇଯାଇଛି ଯେଉଁଟା ମାସ୍ ଏମ୍ପ୍ଲୟମେଣ୍ଟ କ୍ରିଏଟ୍ କରିବ टेक्सटाइल जो थे बेसी स्किल आवश्यकता ना गोटे ड्रप आउट मैट्रिक अधा पाठुआ पिलाटी युवक जनक कम पाइपर एमती लोकों संख्या भारत ओडिशा रे बहुत अधिक जो मान पाखे स्किल ना जो मैंने गाँ स्कूल रु गाँ कॉलेज रु पाठ पढ़ी जो मैंने रोजगार चाहूँगी गाँ छाड़ी जावाई चाहूना कि गोटे पैसा है बंचीज यही एवरेज लोकों आपण भावुना कि तीर्तोल सूताकल भली गोटे गोटे कल सूताकल टेक्सटाइल इंडस्ट्री को व्यापक भाव में ग्रामांचल रखापी चीनी कल नयागढ़ बंद हो गला बड़म्बार बंद हो गला कौन से शिल्प आम मास एम्प्लयमेंट देला भाया कमन मैन को निजुक्ति देला भाया शिल्प ये तो बड़ बड़ कंपनी आसब टेक्नोलोजी बेस्ड कंपनी जो मैन पावर संख्या बहुत कम स्किल्ड मैन पावर से बेसी कम करेंगे किंतु मास एम्प्लयमेंट देला भाया बहु लोकों को चाकरी देला भाया इंडस्ट्री आसबार आवश्यकता को आप फिल कर कि ना देखो प्रथम कथा हूँ आप जो सूताकल कथा उदाहरण देले आखु चीनी कल कथा कहले एक सत जे दीपैसा यदि ये रोजगार सुजोग थी कौन लोक दादन नहीं बाहर को जावाक चाहिए ना 5 टଙ୍କା पछे कम रोजगार ये हो समस्ते चाहिए ये घर घर पाखे रही रोजगार करके शांति चलवाई रही किंतु से प्रकार सुजोग ओडिशा रे नाही एवं आप जो चीनी कल बा सूताकल उदाहरण दौरान सेठी जहाँ परिस्थिति वर्तमान होइछि सरकार ताकू करथिले एवं सी चलला नाही एवं सेठी जहाँ भी होइछि वर्तमान आप देखते बंद बंद होकर पड़ी से आपण आउ कहार की दायी करेंगे निजको ही दायी करेंगे अर्थात आमे आमको ही दायी करिया को पड़ो कहीं से सूताकल को कौन ओडिशा बाहर किए आसी बंद करदेला आमे जो लोक मानू निर्वाचित करके सरकार रे बसैचे
ସେଗୁଡ଼ିକ ସମ୍ପୂର୍ଣ୍ଣ ଅଯୋଗ୍ୟ ଲୋକଙ୍କୁ ଆମେ ଦେଇଛେ ଯାହାଙ୍କର ଦୂରଦୃଷ୍ଟି ନାହିଁ ସେମାନେ ଖାଲି କୌଣସି ଠାରୁ କେମିତି ଭୋଟ ଆଣିବେ ଆଉ ସବୁ ଯେଉଁ ପ୍ରକାର ସୁବିଧା ତାଙ୍କର ହାସଲ କରିବେ ଏଇ କାମରେ ସେ ରହିଲେ। ତେଣୁ ଗୋଟେ ସୂତାକଳ ଯଦି ସେଠି ସରକାର ପଇସା ଖର୍ଚ୍ଚ କରି କରିଥିଲେ ଆମେ ତ ସହଜେ ତାକୁ କଲେନି ଏବଂ ତାକୁ ମଧ୍ୟ ଚଲେଇ ଦେଲେନି। ଆମ ସ୍ଥାନୀୟ ଲୋକ ଯିଏ ସବୁ ଥିଲେ ସେମାନେ ପାଟି କଲେନି ସରକାରଙ୍କୁ ଆଜ୍ଞା କାହିଁ ସୂତାକଳ ବନ୍ଦ ହେଇଗଲା ଆପଣ କୁଆଡ଼େ ଆସିଛନ୍ତି ତାହେଲେ। ଯୋଉ ଆଜିଟେସନ କରନ୍ତି ତାଙ୍କର ସ୍ୱର ଶୁଭେନି, ତାଙ୍କର କିଛି ସ୍ୱର ଶୁଭେନି, ମୁଁ ମନା କରୁନି। ତେଣୁ ଏ ଜଣେ ଲୋକ କାହାକୁ ଆପଣ ଦୋଷ ଦେଇପାରିବେନି। ଏଥିପାଇଁ ଆମେ ସମସ୍ତଙ୍କୁ ନିଜକୁ ହିଁ ଦାୟୀ କରିବାକୁ ପଡ଼ିବ। ଆଜି ଯଦି ଯେଉଁ ଅବସ୍ଥା ହେଇଛି ଦେଖନ୍ତୁ ଏତେ ଲୋକ ଯେଉଁ ଇନଭେଷ୍ଟର୍ସ ମିଟ୍କି ଆସୁଛନ୍ତି ଆପଣ ଭାବିଲେ ସେ କାହିଁ ଆସୁଛନ୍ତି? କ'ଣ ଟେଲିଫୋନ୍ରେ ସରକାର କିଏ କରିଦେଲେ ସେକ୍ରେଟାରୀ ସେ ପଳେଇ ଆସୁଛନ୍ତି? ସିଏ ଜାଣିଛନ୍ତି ଏ ରାଜ୍ୟରେ କଞ୍ଚାମାଲ ମିଳିବ, ଏ ରାଜ୍ୟରେ ପ୍ରାକୃତିକ ସମ୍ପଦ ଅଛି, ଏଠିକାର ଲୋକମାନେ ସରଳ ଏବଂ ପରିଶ୍ରମୀ ସେମାନେ ଆସୁଛନ୍ତି। କିନ୍ତୁ ଆମେ ତାଙ୍କୁ ଯଦି ଦୁର୍ଦୂର ମାରମାର କରିବା, ଆମେ ତାଙ୍କୁ ଯଦି ବସିବାକୁ ଚଟ ଖଣ୍ଡେ ନ ଦେବା, ଚେୟାର ଖଣ୍ଡେ ନ ଦେବା, ତାଙ୍କ କଥା ନ ଶୁଣିବା, ତାଙ୍କ ସୁବିଧା ଅସୁବିଧା ତୁରନ୍ତ ନ କରିବା ତାହେଲେ ସେ ପଳେଇବେ। ତାପରେ ଏଇଆ ହେଇଛି। ମୁଁ ଖାଲି ଗୋଟେ କଥା ଆପଣଙ୍କୁ କହୁଛି, ଭାରତ ସରକାର ସବୁ ବର୍ଷ ବିଭିନ୍ନ ସମୟରେ ରାଜ୍ୟମାନଙ୍କୁ ଏନକରେଜ କରିଥାନ୍ତି ଆପଣମାନେ ବ୍ୟବସାୟିକ କାର୍ଯ୍ୟରେ ଅଧିକ ନିୟୋଜିତ କରନ୍ତୁ ଲୋକମାନଙ୍କୁ। କିନ୍ତୁ ବ୍ୟବସାୟକୁ ପ୍ରୋତ୍ସାହନ ଦେବେ କେମିତି? ଆମ ରାଜ୍ୟର କଥା ଆପଣ ଯାଇକି ଶୁଣିଲେ କାବା ହେବେ। ଯେଉଁ ଇଜ୍ ଅଫ୍ ଡୁଇଂ ବିଜନେସ୍ କଥା ପଡ଼େ, ମାନେ କୌଣସି ରାଜ୍ୟରେ କୌଣସି ବ୍ୟବସାୟ କରିବା ପାଇଁ ପରିସ୍ଥିତି କେମିତି ଅଛି। ଆଜ୍ଞା ଓଡ଼ିଶାର ନମ୍ବର ର୍ୟାଙ୍କିଂ ହେଉଛି 29, ମାନେ ଭାରତବର୍ଷର ସବୁଠୁ ତଳେ କହିବାକୁ ଗଲେ ଓଡ଼ିଶାରେ। ଆଜ୍ଞା ଏଠି ଯଦି ଆପଣ ସହଜରେ ବିଜନେସ୍ କରି ହୁଏନି, ଏଠି ଆପଣ ଗୋଟେ ମାନେ ଏଠିକାର ପାରିପାର୍ଶ୍ୱିକ ଅବସ୍ଥା ପରିସ୍ଥିତି ବ୍ୟବସାୟ କରିବା ପାଇଁ ଆଦୌ ଅନୁକୂଳ ନୁହେଁ। ନହେଲେ 29ରେ ଆମେ ଥାନ୍ତେ। ଆପଣ କହିଲେ ତଳ ଆଡ଼ୁ ଦ୍ୱିତୀୟ କି ତୃତୀୟରେ ଆମେ କ'ଣ ଥାନ୍ତେ? ଏ 29 ଭିତରେ ପୁଣି କେଉଁ ଅନାମଧେୟ ସବୁ ରାଜ୍ୟ ଅଛନ୍ତି। ଆମେ ପୁଣି ଗୋଟେ ମେଜର ଷ୍ଟେଟ୍, ବୃହତ ରାଜ୍ୟ, ଆମେ କ୍ଷୁଦ୍ର ରାଜ୍ୟ ନୁହଁ। ଯଦି 29ରେ ଆମର ରହିଲା କହିଲେ ଆପଣ କ'ଣ ଏ ରାଜ୍ୟରେ ବ୍ୟବସାୟିକ ପରିସ୍ଥିତି ଅଛି? ଜଣେ ଆସିବ ଟଙ୍କା ଖର୍ଚ୍ଚ କରିବ ଏଠି ପ୍ରୋଜେକ୍ଟ କରିବ, କ'ଣ କରିବ? ଆଜ୍ଞା ସେ ଆସୁ ଆସୁ ଆମେ ତା ପଛରେ ତା ବିରୁଦ୍ଧରେ ଲାଗିଯିବା। ଆସୁ ଆସୁ ଆମର ଯେଉଁ ସରକାର ଯାହାକୁ ଆମେ ବସେଇଛେ ଭୋଟ ଦେଇକରି ସେଠି ସରକାରରେ ଆସୁ ଆସୁ ଆଜ୍ଞା ସେ ଲୋକ ସେ ଯିଏ ଆସିଥିବେ ପଇସା ବିନିଯୋଗ କରିବା ପାଇଁ ଏଠି ଆଜ୍ଞା ସେ ଗୋଡ଼ ନ ଦେଉଣୁ ତାଙ୍କୁ ଆଜ୍ଞା ଜାଗାଟେ ଦେବା ପାଇଁ 6 ମାସ ଚାଲିବ, ଇଲେକ୍ଟ୍ରିକ୍ ଲାଇନ୍ଟେ ଦେବା ପାଇଁ 8 ମାସ ଚାଲିବ, ପାଣି ପାଇପ୍ଟେ ଦେବା ପାଇଁ ଚାରିଆଡ଼େ ସମସ୍ତେ ଆଗେ ଏଜିଟେସନରେ ସମସ୍ତେ ତ ଏଜିଟେସନ ବିରୋଧ କରିବେ। ସବୁ ଯେଉଁ ଜାଗାରେ ସମସ୍ତେ ଚାରିଆଡ଼ୁ ଯଦି ବିରୋଧ କଲେ କିନ୍ତୁ ସରକାରଙ୍କଠୁ ସହଯୋଗ ମିଳିଲା ନାହିଁ ସେ କାହିଁକି ଏଠିକି ଆସିବେ? ତ ମୋର ଲାଷ୍ଟ କ୍ୱେଶ୍ଚିନ୍ ଆପଣଙ୍କ ପାଇଁ ରହିବ ଯେ ପ୍ରକୃତରେ ଆପଣ ଭାବୁଛନ୍ତି କି ଗୋଟେ ଡିଫରେଣ୍ଟ ଆପ୍ରୋଚ୍ ଆପଣ ଲକ୍ଷ୍ୟ କରିପାରୁଛନ୍ତି କି ଯେ ଏଥର କିଛି କାମ ହେବ? ଯାହା କୁହାଯାଉଛି ଅନ୍ତତଃ ଯାହାକୁ ଇଂରାଜୀରେ କୁହାଯାଏ ୱାକ୍ ଦ ଟାଉନ୍, ଯାହା କୁହାଯାଉଛି କାମରେ ଲଗା ହେବ। ମୁଁ ନିଶ୍ଚିତ ଏବେ ଯେଉଁ ଓଡ଼ିଶା ଉତ୍କର୍ଷ ଓଡ଼ିଶା ହେଲା ଏବଂ ତା ଦେହରେ ଯେତିକି ପ୍ରତିଶ୍ରୁତି ମିଳିଛି ସରକାରଙ୍କୁ ବିଭିନ୍ନ ଇନଭେଷ୍ଟର୍ସ ମାନେ ଦେଇଛନ୍ତି, MOU ସାଇନ୍ କରିଛନ୍ତି, ତାର ବହୁତ ଲାଭ ମିଳିବ ଓଡ଼ିଶାକୁ। କାହିଁକିନା ପ୍ରୋଜେକ୍ଟ ଏଠି ହେବ ତାର ଗୋଟେ ମୁଖ୍ୟ କାରଣ ହେଉଛି ଆଗେ ରାଜ୍ୟ ସରକାର ତ କିଛି ସହଯୋଗ କରୁନଥିଲେ, କିଏ ଯଦି ଟଙ୍କା ଏଠି ଖଟେଇବାକୁ ଆସୁଥିଲେ। ବର୍ତ୍ତମାନ କିନ୍ତୁ ପରିସ୍ଥିତିଟା ଠିକ୍ ଓଲଟା ହେଇଯାଇଛି। ଓଲଟା ରାଜ୍ୟ ସରକାର ପୁରା ତତ୍ପର, ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଆମେ ବାଛିକିରି MOU କରିଛୁ ଯାହାକୁ ଆମେ ପ୍ରାୟ କହିବାକୁ ଗଲେ ବର୍ଷକ ଭିତରେ ଆମେ ଜାଗା ଦେଇପାରିବୁ। ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯାହାକୁ ଆମେ ଜାଗା ଦେଇପାରିବୁ, ଯାହାକୁ ଆମେ ସୁବିଧାରେ ପାଣି ଦେଇପାରିବୁ, ଯାହାକୁ ଇଲେକ୍ଟ୍ରିସିଟି ଦେଇପାରିବୁ। ଏହି ପ୍ରକାର ସୁବିଧା ଆମେ ମୌଳିକ ସୁବିଧା ପ୍ରାଥମିକ ସୁବିଧା ଯାହାକୁ ଦେବୁ ତାଙ୍କୁ ଆମେ ବାଛିକିରି ତାଙ୍କ ସହିତ MOU କରିଛୁ। ତେଣୁ ମୁଖ୍ୟମନ୍ତ୍ରୀ ଆହୁରି ଗୋଟେ କଥା ମୁଁ ସେଇ ଯେଉଁମାନେ ଇନଭେଷ୍ଟର୍ସ ତାଙ୍କୁ ଅନେକ ପଚାରିଛି, ସେମାନେ କହିଲେ ପୂର୍ବରୁ ଆକ୍ଚୁଆଲି ମୁଖ୍ୟମନ୍ତ୍ରୀ କ'ଣ ପ୍ରୋଜେକ୍ଟ ଆସିଲା କ'ଣ ନାହିଁ, ସେ କୁଆଡ଼େ ଗଲା, କିଏ ସାଇନ୍ କଲା, କିଛି ସେ ବିଷୟରେ କିଛି ମାନେ ସାମାନ୍ୟତମ ତାଙ୍କର ଆଗ୍ରହ ନଥିଲା ଭଳିଆ ଜଣାପଡ଼ୁଥିଲା। ସେ କିଛି ବୁଝାବୁଝି କରନ୍ତିନି। କିନ୍ତୁ ସିଏ କହିଲେ ବର୍ତ୍ତମାନ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ନିଜେ ସେ ପ୍ରୋଜେକ୍ଟ କ'ଣ ସେଥିରୁ ମିଳିବ, କେଉଁଠି ହେବ, ସେଠି ହେଇପାରିବ କି ନାହିଁ, କେତେ ଜଲ୍ଦି ହେବ, ଆଜ୍ଞା ଅନେକ କଥା ପଚାରୁଛନ୍ତି। ସେ ଯିଏ ଯାହାକୁ ମୁଁ ପଚାରୁଥିଲି ଇନଭେଷ୍ଟର ଜଣେ, ସେ କହିଲେ ଆକ୍ଚୁଆଲି ଆମେ ବି ନିଜେ ଆଶ୍ଚର୍ଯ୍ୟ ହେଇଯାଉଛୁ ମୁଖ୍ୟମନ୍ତ୍ରୀ ନିଜେ ଯେତିକି ତତ୍ପରତା ଦେଖେଇକିରି ପ୍ରୋଜେକ୍ଟ ବାବଦରେ ଜାଣିବାକୁ ଚେଷ୍ଟା କରୁଛନ୍ତି। 1 2 ସବୁଠୁ ବଡ଼ କଥା
प्रधानमंत्री निजे आग्रही ओडिशार एई जो प्रकार प्राकृतिक संपद भरी रही ता सत्वे मध्य ओडिशा जो पछुआ राज्य होकर अच्छी प्रधानमंत्री निजे बर्तमान सामना को आसिक से पूरा तत्पर लगी ओडिशा को यही परिस्थिति आगू को नवा को हम आज्ञा यही प्रकार स्थिति केबे आगुरु आपण देखि नथिबे आगुरु ओडिशा रे कांग्रेस सरकार थिबो दिल्ली रे मध्य कांग्रेस सरकार थिबो किंतु दिल्ली सरकार जेति की शुभ दृष्टि ओडिशा को देखा कथा से मैंने देखि नथिले अतीत रे जेते किछि किंतु वर्तमान जहाँ मुख्यमंत्री कहले प्रधानमंत्री को कोट करी यही समय सही समय प्रधानमंत्री जी आसी कहछन सही समयटा कौन ना राज्य सरकार तत्पर ताठू अधिक तत्पर केंद्र सरकार एवं प्रधानमंत्री पुणी विशेष करी आपणकर मन थी ओडिशार किसी वरिष्ठ नेता माने जाइथिले मनमोहन सिंह को प्रधानमंत्री थिला बेले भेटिया उत्तर मिलता टंका कौन गछरे फले किंतु वर्तमान प्रधानमंत्री के आपन को गले प्रधानमंत्री पचारुଛନ୍ତି एतिकी टंका नुहे आउरी टंका भी तो रेडी होकर अच्छी केते खर्च कल कौटी खर्च कल केमती खर्च कल एटा को एमती कर सेटा को सेमती कर आज्ञा कौ प्रधानमंत्री एमती कहबे तेणु वर्तमान ओडिशा पे एटा गोटे सुवर्ण सुजोग आनी देछि मोर मन अच्छी किछ दिन तले गोटे पुस्तक उन्मोचन अवसर रे मुख्यमंत्री मोहन चरण माझी कहते सी भी कहले कहला क्या देखु यही समय यही अपरच्युनिटी सब बेले आसेनी ओडिशा अतीत आम सब देखीचे सी कहले कहले ए प्रकार जो सुजोग बर्तमान ओडिशा रे देखा देछि ओडिशा पे हेछि ई सुजोग रो आमे समस्त सहयोग करी तार उपयुक्त माने फायदा नबा कथा निश्चित भाव में देखा आगु को कौन हो अतीतर जो कनक्लेव सब होइछि मेक इन ओडिशा आ वर्तमान मेक इन ओडिशा भितर कौन से एक्चुअली प्रधानमंत्री प्रतिश्रुति आग्रह एवं राज्य सरकार प्रतिश्रुति एवं आग्रह को देखिक एते संख्या आछंती जो माने सब पुंजी कार्य क्षेत्र में कौन हो निश्चित आम गोटे वर्ष अपेक्षा करवा जे प्रकृत में कौन घटुची ग्राउंड को आसूची कि ना कह जाउथिबा कथा एवं होउथिबा काम भितर प्रकृत में किसी डिफरेन्स अच्छी ना जहाँ कह जाउची ता काम रे लगा जाउची। बहुत धन्यवाद सीता राजाराम सतपथी।